ଗଣତନ୍ତ୍ରର ମୂଳ ମନ୍ତ୍ର କ'ଣ? ଦ ପ୍ରିନ୍ସିପଲ୍ ଅଫ୍ ମେଜରିଟି। ତାମାନେ ମେଜରିଟି ଯାହାର ସେ ସରକାର କରିବ, ସେ ଶାସନ କରିବ। କିନ୍ତୁ ଏଇ ପ୍ରିନ୍ସିପଲ୍ ଅଫ୍ ମେଜରିଟି କ'ଣ ସମାଜର ସବୁ ସ୍ତରରେ କାମ କରେ? ଆସନ୍ତୁ ପରୀକ୍ଷା କରିବା। ଆମ ଭାରତବର୍ଷର ଲୋକସଂଖ୍ୟା କେତେ? ପାଖାପାଖି 150 କୋଟି। ତାମାନେ ତାର ଅଧାରୁ ଅଧିକ 75 କୋଟିରୁ ଅଧିକ ଲୋକ କ'ଣ କାମ ପ୍ରକୃତରେ କରୁଛନ୍ତି? ନା। ଦେଖିବାକୁ ଗଲେ 15 କୋଟି ଲୋକ ରିଟାୟାର୍ଡ଼ କରିଗଲେଣି, ଅବସର ନେଇଗଲେଣି। 50ରୁ 60 କୋଟି ଲୋକ ହେଉଛନ୍ତି ଛୋଟ ପିଲାମାନେ। ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଯେଉଁମାନେ ହେଉଛନ୍ତି ଭିକାରୀ। ଲକ୍ଷ ଲକ୍ଷ ଲୋକ ହେଉଛନ୍ତି ପୂଜାରୀ ପ୍ରିଷ୍ଟ। ଏମାନେ ହେଉଛନ୍ତି ସବୁ ପରାଙ୍ଗପୁଷ୍ଟ ବା ପାରାସାଇଟ୍ସ। ତେଣୁ ଦେଖିବାକୁ ଗଲେ ଅଳ୍ପ ଲୋକ ସମାଜରେ କାମ କରନ୍ତି, ଆଉ ତାଙ୍କରି ପରିଶ୍ରମରୁ ଅନ୍ୟମାନେ ଖାଇକରି ବଞ୍ଚିଥାନ୍ତି। ଆଉ ଗୋଟିଏ କଥା, ସମାଜରେ ଯେତେ ଗୁଡ଼ିଏ ସବୁ ସଂସ୍କାର ଆସିଛି, ସେ ସଂସ୍କାର ସବୁ କ'ଣ ମେଜରିଟି ଲୋକ ଆଣିଛନ୍ତି? ନା। ଓନ୍ଲି ହ୍ୟାଣ୍ଡଫୁଲ୍ ଅଫ୍ ପିପଲ୍, ଭେରି ଫ୍ୟୁ ପିପଲ୍। ହାତ ଗଣତି ଲୋକଙ୍କର ଉଦ୍ୟମରେ ସଂସ୍କାର ଆସିଛି ଏବଂ ସେହି ସଂସ୍କାରରୁ ଅନ୍ୟମାନେ ଉପକୃତ ହୋଇଛନ୍ତି। ଯଦି ଆମେ ସରକାରୀ ଅଫିସ୍ ବା ପ୍ରାଇଭେଟ୍ ଅଫିସ୍ ଆଡ଼କୁ ଯିବା, ସବୁ କର୍ମଚାରୀମାନେ କ'ଣ ସିନସିୟର ୱାର୍କର, ଭଲରେ କାମ କରନ୍ତି, ଠିକ୍ରେ କାମ କରନ୍ତି? ନା। ଅଳ୍ପ କିଛି କର୍ମଚାରୀ, ଅଳ୍ପ କିଛି ଅଫିସର ଅଛନ୍ତି ଯେଉଁମାନେ ଆକ୍ଚୁଆଲି ସିନସିୟର କାମ କରନ୍ତି, ଅନ୍ୟମାନେ ଠକନ୍ତି। So, the principle of majority really does not operate in all fields of the society. Please verify it.